ମାଗୋ ମା, ଛୁଆ ଦୁଇଟି ଏକାବେଳେ କହି ଉଠିଲେ। ସେମାନେ ଡରି ଯାଇଥିଲେ, ଆଉ ସେଇଥିଲାଗି ମା'ର ଡେଣା ଭିତରକୁ ପଶିଗଲେ। ସତେ ଯେମିତି କିଏ ସେମାନଙ୍କୁ ଧରିନେବ କି ମାରିନେବ। ଆରେ ଏମିତି ଡରୁଛ କିଆଁ? କ'ଣ ହୋଇଛି? ମା ଚଢ଼େଇଟି ପଚାରିଲା। ଆମେ ଆଜି ସେ ଲୋକଟିକୁ ଦେଖିଲୁ, ପିଲା ଦୁଇଟି ତା ମା'କୁ କହିଲେ। ମା ପଚାରିଲା, କୋଉ ଲୋକ? ପିଲା ଦୁଇଟି କହିଲେ, ଯୋଉ ଲୋକର ଏ କ୍ଷେତ, ହାତରେ ଗୋଟିଏ ବଡ଼ ଠେଙ୍ଗା, କହୁଥିଲା କାଲିକି ସେ ଆସି କ୍ଷେତ କାଟିବ। ମା ପଚାରିଲା, ଆଉ କ'ଣ କହୁଥିଲା? ପିଲା ଦୁହେଁ କହିଲେ, କହୁଥିଲା ତା ବନ୍ଧୁମାନଙ୍କୁ ସେ ଖବର ଦେବ, ସେମାନେ ବି ଆସିବେ। ବଡ଼ କ୍ଷେତଟା ତ, ଏକାବେଳକେ କାଟିଦେବେ। ମା ଚଢ଼େଇଟି କୁନି ପିଲା ଦୁହିଁଙ୍କୁ କହିଲା, ହଉ ଚୁପ୍ ହୋଇଯାଅ। ପିଲା ଦୁଇଟି ପୁଣି କହିଲେ, ମା, ଆମେ ଆଉ କୋଉଠିକି ଚାଲିଯିବା? ଆମ ବସା ସେମାନେ ଭାଙ୍ଗିଦେବେ। ଆମେ ଅଘରୀ ହେବା ଆଗରୁ ଚାଲ ଅନ୍ୟ କେଉଁଠିକୁ ଚାଲିଯିବା। ମା ଚଢ଼େଇ କହିଲା, ଯିବା ଯେ ଆଜି ନୁହେଁ। ପିଲାମାନେ କହିଲେ, କାହିଁକି ମା? ସେ ଯେ ତା ବନ୍ଧୁମାନଙ୍କୁ ନେଇ କାଲି ଆସିବ କହିଛି। ମା କହିଲା, ତୁମେ ଏଇ ମଣିଷମାନଙ୍କ କଥା ଜାଣିନାହଁ, ମୁଁ ଜାଣେ। ଏଇ କ୍ଷେତରେ ମୁଁ 3 ବରଷ ହେଲା ବସା କଲିଣି। ଧାନ ମୁଣ୍ଡ ନୁଆଇଲା ବେଳକୁ ମୁଁ ରହେ। ଧାନ ଭରିଯାଏ, ପାଚେ, ସୁନା କେଣ୍ଡା ସବୁ ପବନରେ ଦୋହଲେ। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ମୁଁ ବି ଥାଏ, କିଛି ହୁଏନି। ପିଲାମାନେ କହିଲେ, କ'ଣ ତମେ ଯାଅନି? ମା ଚଢ଼େଇଟି କହିଲା, ଯାଏ। କଥା କ'ଣ କି, ସେ ଲୋକଟି ତା ବନ୍ଧୁମାନଙ୍କୁ ଡାକିବ। ସେମାନେ ତ ୟା ଡାକରାକୁ ଚାହିଁ ବସିନଥିବେ। ସେମାନେ କେବେ ଆସିବେ କିଏ ଜାଣେ? ତେଣୁ କାଲି କଥା ନୁହେଁ। ଛୁଆ ଦୁଇଟି ଡେଣା ତଳୁ ବାହାରି ଆସିଲେ। ଟିକେ ବୁଲାବୁଲି କଲେ। ଜୁଳୁ ଜୁଳୁ କରି ଚାରିଆଡ଼କୁ ଅନାଇଲେ। ଦେଖୁଥିଲେ ଧାନ କେଣ୍ଡାଗୁଡ଼ିକର ନାଚ। ହୁଏତ 2-4 ଦିନ ପରେ ଆଉ ଏ ସୁବିଧା ମିଳିବ ନାହିଁ। ଏହିପରି 3-4 ଦିନ ବିତିଗଲା। ପୁଣି ଆସିଲା କ୍ଷେତ ମାଲିକ। ଓହୋ, ଧାନ ଗୁଡ଼ାକ ପାଚିଗଲାଣି। ପତ୍ର ଗୁଡ଼ାକ ପୁରା ହଳଦିଆ ହୋଇଗଲାଣି। କାଲି ମୋ ପାଖ ପଡ଼ିଶାଙ୍କୁ ଡାକି ଆଣିବି। ଏହା ଶୁଣି ଛୁଆ ଦୁଇଟି ତା ମା'କୁ କହିଲେ। ସେମାନେ ଆହୁରି ଡରି ଯାଇଥିଲେ। ମା କହିଲା, କିଛି ଭାବିବାର ନାହିଁ। ପଡ଼ିଶା ଅଡ଼ିଶା କିଛି କାମ ନାହିଁ ଯେ ୟା କଥାରେ ଦୌଡ଼ି ଆସିବେ। ରୁହ ନା, ଦେଖ କ'ଣ ହଉଛି। ଅନ୍ତତଃ 1 ସପ୍ତାହ ଏଠି ରହିଯିବା। ସତକୁ ସତ ଲୋକଟି 5 ଦିନ ଯାଏ ଆସିପାରିଲା ନାହିଁ। 6 ଦିନକୁ ଆସି ପହଞ୍ଚିଲା। ପାଟି କରି କହିଲା, ଆଉ କାହାକୁ ଅପେକ୍ଷା କରିବା ଦରକାର ନାହିଁ। ନିଜେ କାମ ନିଜେ ନ କଲେ ହବନି। କାଲିକି ଆସିବି। ସେ ପାଖରୁ ଆରମ୍ଭ କରିବି। ବଡ଼ କ୍ଷେତଟା, ଏକା ଦିନକେ ତ ସରିବନି। 4-6 ଦିନ ଲାଗିଯିବ। ଡେରି କଲେ ଧାନ ସବୁ ଝଡ଼ି ପଡ଼ିବ। ଛୁଆମାନେ ସେ ଚାଷୀର କଥା ଶୁଣୁଥିଲେ। ସେମାନେ ମା'କୁ କହିଲେ। ମା କହିଲା, ଏଥର ଆମକୁ ଏ ବସା ଛାଡ଼ି ଯିବାକୁ ହେବ। ମୁଁ ଖୋଜି ସାରିଛି। ଆମେ କାଲିକି ଯିବା। ସିଏ ତ କ୍ଷେତରେ ଅନ୍ୟ ଦିଗରୁ କାଟିବ। ଆମର କିଛି କ୍ଷତି ହେବ ନାହିଁ। ପିଲାମାନେ ମା'ର କଥା ଶୁଣି ଏକାବେଳକେ କହି ଉଠିଲେ, ମା! ମା ଚଢ଼େଇଟି କହି ଉଠିଲା, ହଁ ରେ ପିଲେ। ମଣିଷ ଯୋଉ ମୁହୂର୍ତ୍ତରେ ନିଜେ କାମ କରିବାକୁ ବାହାରେ, ସେ କାମ କରିଚାଲେ। ଅନ୍ୟମାନଙ୍କ ପାଖରୁ ସାହାଯ୍ୟ ଚାହିଁ ବସିଲେ କାମ ମାରା ହୋଇଥାଏ। ତେଣୁ ଅନ୍ୟ ଉପରେ ନିର୍ଭର ନ କରି ନିଜ କାମ ନିଜେ କରିବା ଉଚିତ।